ରାସ ପଞ୍ଚାଦାୟୀ MCQ 10 SSB PG PhD ନେଟ୍ JRF PGT OPSC ସମସ୍ତ ଓଡ଼ିଆ ଭାଷା ଭିତ୍ତିକ ପରୀକ୍ଷା ନିମନ୍ତେ ଲାଇକ୍ ସବସ୍କ୍ରାଇବ୍। ବୃନ୍ଦାବତୀକୁ ଶ୍ରୀକୃଷ୍ଣ କେଉଁଠି ପକାଇଥିଲେ? ଯମୁନାରେ, ବାଲିକୁଦରେ, ପଡ଼ିଆରେ, ପାଣିରେ। ଉତ୍ତର ବି ବାଲିକୁଦରେ। ଗୋପୀମାନେ କାହିଁକି ବିଷାଦ ଅନୁଭବ କରିଛନ୍ତି? କୃଷ୍ଣ ବିରହରେ, କୃଷ୍ଣ କୋମଳ ପାଦରେ କଷ୍ଟ ହେଉଥିବା ଭାବି, ରାସ ଅଧା ହୋଇଥିବାରୁ, ରାତି ବିତି ଯାଇଥିବାରୁ। ଉତ୍ତର ବି କୃଷ୍ଣ କୋମଳ ପାଦରେ କଷ୍ଟ ହେଉଥିବା ଭାବି। ଜଗନ୍ନାଥ ଦାସଙ୍କୁ ଅତିବଡ଼ି ଉପାଧି କିଏ ପ୍ରଦାନ କରିଥିଲେ? ଶ୍ରୀ ଚୈତନ୍ୟ, ବଳରାମ ଦାସ, ପ୍ରତାପ ରୁଦ୍ରଦେବ, ସାରଳା ଦାସ। ଉତ୍ତର ଏ ଶ୍ରୀ ଚୈତନ୍ୟ। ଭବସାଗରକୁ କବି କାହା ସହିତ ତୁଳନା କରିଛନ୍ତି? ରଙ୍ଗପସରା, ନାଟଶାଳା, ମାୟାବର୍ତ୍ତା, ମିଛ ଖେଳ। ଉତ୍ତର ଏ ରଙ୍ଗପସରା। ଗୋପନାରୀମାନେ କେତେ ମାସ ପରେ ବ୍ରତ ଉଦଯାପନ କରନ୍ତି? 2 ମାସ, 3 ମାସ, 4 ମାସ, 1 ମାସ। ଉତ୍ତର ଡି 1 ମାସ। ଯମୁନା ନଦୀ କୂଳରେ ଗୋପନାରୀମାନେ କାହାକୁ ପୂଜା କରନ୍ତି? ଲକ୍ଷ୍ମୀ ବିଷ୍ଣୁ, ଦୁର୍ଗା ଓ ଶଙ୍କର, ସରସ୍ୱତୀ ଓ ବ୍ରହ୍ମା, ଇନ୍ଦ୍ର ଓ ସୂର୍ଯ୍ୟଦେବ। ଉତ୍ତର ବି ଦୁର୍ଗା ଓ ଶଙ୍କର। କୌଣସି ଗୋପୀର ବାମନେତ୍ର ସ୍ଫୁରିବାରୁ ସେ କ'ଣ ଭାବୁଥିଲା? କୃଷ୍ଣଙ୍କର ବହୁ କ୍ଷତି ହେବ। କୃଷ୍ଣ କଂସକୁ ଡାକି ନେଇ ହତ୍ୟା କରିବେ। ମୁଁ କିପରି ଏ ବିଚ୍ଛେଦ ସହିବି? କୃଷ୍ଣ ମୋ ଆଡ଼କୁ ଚାହିଁବେ ପରା। ଉତ୍ତର ଡି କୃଷ୍ଣ ମୋ ଆଡ଼କୁ ଚାହିଁବେ ପରା। ଜଗନ୍ନାଥ ଦାସ କେଉଁ ଗ୍ରନ୍ଥରେ ପଦ୍ୟକୁ ବ୍ୟାଖ୍ୟା କରିବା ନିମନ୍ତେ ଗଦ୍ୟର ବ୍ୟବହାର କରିଛନ୍ତି? ଭାଗବତ, ତୁଳାବୀଣା, ମୁଗୁଣି ଶ୍ରୁତି, ଗୁପ୍ତ ଭାଗବତ। ଉତ୍ତର ବି ତୁଳାବୀଣା। କୃଷ୍ଣ ବୃନ୍ଦାବତୀକୁ ପ୍ରଥମେ କାନ୍ଧରୁ ଓହ୍ଲାଇ କ'ଣ କଲେ? ଫିଙ୍ଗିଦେଲେ, ଫୁଲ ତୋଳି ଦେଲେ, ଠେଲି ଦେଲେ, ଗାଳି ଦେଲେ। ଉତ୍ତର ବି ଫୁଲ ତୋଳିଦେଲେ। ଗୋପୀମାନଙ୍କ ମନୋରଥ ପୂରଣ କରିବା ପାଇଁ ଶ୍ରୀକୃଷ୍ଣ କେତେ ସହସ୍ର ରୂପ ଧାରଣ କରିଥିଲେ? 1,000,000, 2,000,000, 16,000,000, 14,000,000। ଉତ୍ତର ସି 16,000,000।